ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର 14ତମ ବାର୍ଷିକ ଅଧିବେଶନ। ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ରାଜ୍ୟରେ 10 ଲକ୍ଷ ମେହେନ୍ତର ଅନୁସୂଚିତ ଜାତି ବର୍ଗର ପ୍ରମାଣପତ୍ର ନ ପାଇ ସମସ୍ତ ପ୍ରକାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହିବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ବୋଲି ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର 14ତମ ବାର୍ଷିକ ଅଧିବେଶନରେ ବକ୍ତାମାନେ ପ୍ରକାଶ କରିଥିଲେ ଯେ ରାଜ୍ୟରେ ଦଳିତମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର କ୍ରମାନ୍ୱୟରେ ବଢ଼ି ଚାଲିଥିବାରୁ ସଦସ୍ୟମାନେ ଦୁଃଖ ପ୍ରକାଶ କରିଥିଲେ। ସଭାପତି ଶ୍ରୀ ଗୋପୀନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିବେଶନରେ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଚିନ୍ତାମଣି ନାୟକ, ବ୍ରହ୍ମପୁରକୁ ମୁଖ୍ୟ ଉପଦେଷ୍ଟା ଶ୍ରୀ କୁଳମଣି ଗୋଚ୍ଛାୟ ଶପଥ ପାଠ କରାଇଥିଲେ। 2024 ବର୍ଷ ପାଇଁ ସମାଜସେବୀ ଶ୍ରୀ କାଳୀପ୍ରସନ୍ନ ରଣାଙ୍କୁ ପଦ୍ମଶ୍ରୀ ମୋହନ ନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବା ସହିତ ଶିକ୍ଷା ଅଧିକାର ଆଇନ ବଳରେ ଲଢ଼େଇ କରି 50ରୁ ଊର୍ଦ୍ଧ୍ୱ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଉନ୍ନତମାନର ବିଦ୍ୟାଳୟରେ ମାଗଣାରେ ଶିକ୍ଷା ଯୋଗାଇ ଦେଇ ଆସୁଥିବା ପରିଷଦର କୋଷାଧ୍ୟକ୍ଷ ଶ୍ରୀ ଅମର ନାୟକଙ୍କୁ ସମ୍ମାନିତ କରାଯାଇଥିଲା। 2024 ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ଦଳ ଭାବେ ପୁରୀ ଦଳକୁ 10,000 ଟଙ୍କାର ଆର୍ଥିକ ରାଶି ଏବଂ ଭୁବନେଶ୍ୱର ଜୋନ୍ 5ର ଝାରପଡ଼ା ଦଳକୁ ଆର୍ଥିକ ରାଶି 6,000 ଟଙ୍କା ସଂଗଠନ ସମ୍ପାଦକ ଶ୍ରୀ ପ୍ରଦୀପ ନାୟକ ପ୍ରଦାନ କରିଥିଲେ। ସାମ୍ବାଦିକ କ୍ଷେତ୍ରରେ ପାରିଦର୍ଶିତା ପାଇଁ ଦୀପ୍ତିମୟୀ ନାୟକ, ତ୍ରିନାଥ ନାୟକ, ବ୍ରହ୍ମପୁର ମହେଶ୍ୱର ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବାର୍ଷିକ ଅଧିବେଶନରେ ଶ୍ରୀଯୁକ୍ତ ଭଜମନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ସମସ୍ତ କମିଟି ମେମ୍ବରମାନେ ହେଲେ ଚିନ୍ତାମଣି ନାୟକ ଅଧ୍ୟକ୍ଷ, ଭାଇସ୍ ଚେୟାରମ୍ୟାନ ଚାପାଣୀ ନାୟକ, ସଭାପତି ଗୋପୀନାଥ ନାୟକ, ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ଉପସଭାପତି ନିରଞ୍ଜନ ନାୟକ, ମୁଖ୍ୟ ଅର୍ଗାନାଇଜର ଦୀପକ ନାୟକ, ପ୍ରଦୀପ ନାୟକ, ଅନିଲ ନାୟକ, ରମେଶ ଚନ୍ଦ୍ର ନାୟକ, ପ୍ରମୋଦ ନାୟକ, ଶଙ୍କର ନାୟକ, ପ୍ରଭାତ ନାୟକ, ଚନ୍ଦନ ନାୟକ, ହରେକୃଷ୍ଣ ଲିମାଇ, ଲକ୍ଷ୍ମଣ ବେହେରା, ରାଜକିଶୋର ମୁଦୁଲି, ରୋହିତ ନାୟକ, ପ୍ରଭାକର ନାୟକ ଏବଂ ହରେକୃଷ୍ଣ ଇତ୍ୟାଦି। ପରିଶେଷରେ ଏହି ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ନାୟକ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ। ଆପଣମାନଙ୍କୁ ମୋର ନମସ୍କାର। আমার পরিচয়টা টিকে দিন। ମୋ ନାଁ ହେଉଛି କାଳୀପ୍ରସନ୍ନ ରଣା, ଆଜ୍ଞା ଯାଜପୁର ଡିଷ୍ଟ୍ରିକ୍ଟ, ଘର ରାହାମ୍ବା। କ'ଣ କହିବେ ଆଜି ଯେଉଁ ଆପଣ ପୁରସ୍କୃତ ହେଲେ ମୋହନ ନାୟକ ଗଞ୍ଜାମ ଡିଷ୍ଟ୍ରିକ୍ଟର ତାଙ୍କ ଇଏର ଯେଉଁ ଆଜି 14ତମ ଦିବସ ଅଛି, କ'ଣ କହିବେ ସେ ବିଷୟରେ ପୁରସ୍କୃତ ହେଲେ ଆଉ କ'ଣ ଆଗକୁ ଆପଣଙ୍କ ପରିବାର ଅଛି ସମାଜରେ? ପଦ୍ମଶ୍ରୀ ମୋହନ ନାୟକଙ୍କୁ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସମ୍ମାନୀୟ ଅଧ୍ୟକ୍ଷ, ସମ୍ମାନୀୟ ମୁଖ୍ୟ ବକ୍ତା, ଏଠାରେ ଥିବା ଅତିଥିମାନଙ୍କୁ ମୋର ନମସ୍କାର। ଏତେ ବଡ଼ ସମ୍ମାନିତ କରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛି। ଆପଣ କ'ଣ ପାଇଁ ସମ୍ମାନିତ ହେଲେ ଆଜି? କ'ଣ କରୁଛନ୍ତି? ମୁଁ ବଡି ଡୋନେଟ୍ କରିଛି। ରକ୍ତ 60ରୁ ଅଧିକ ଥର ମୁଁ ଦେଇଛି। ଆଉ ଏବେ 6 ମାସ ହେଲା ଚକ୍ଷୁ ବି ଦାନ ମାନେ ଦାନ କରିବାର ଅଛି ନା କରିଛି? କରିଛି ଆଗକୁ ମୋର ମାନେ ଆପଣଙ୍କର ଦେଇଛନ୍ତି ଆପଣଙ୍କର ବଞ୍ଚିଥିବା ମୃତ୍ୟୁ ସମୟରେ 6 ଘଣ୍ଟା ପୂର୍ବରୁ ସେ ମୋ ଚକ୍ଷୁ ନେଇଯିବ। କ'ଣ ପାଇଁ ଆପଣଙ୍କର ଏ ମନୋବଳ ଆସିଲା? କାହିଁକି ଏ ଦେହ ଦିନେ ମାଟିରେ ମିଶିଯିବ। ତେଣୁ ମାଟିର ମଣିଷ ମୁଁ, ମାଟିରେ ଦିନେ ମିଶିଯିବ ଏ ଦେହ। ତେଣୁ ଏ ଶରୀର କ'ଣ କିଛି ଭଲ କାମରେ ଲାଗିବା ଦରକାର। ମୋର ଶରୀର ବହୁତ ବିଦ୍ୟାର୍ଥୀମାନେ ଅଛନ୍ତି, ଡକ୍ଟରମାନେ ଅଛନ୍ତି ଯାହାକି ପଢ଼ିବେ, ମୋର ଶରୀର ପିଲାମାନେ ବହୁତ ପଢ଼ିବେ। ଆଜ୍ଞା ଆଉ ଆଉ କ'ଣ ଆପଣ ଭାବିଛନ୍ତି? ଆଉ କ'ଣ ସମାଜ ପାଇଁ କରିବାକୁ ଚାହୁଁଛନ୍ତି? ସମାଜ ପାଇଁ ଆଉ ତ ବହୁତ କିଛି କରିଛି ମୁଁ। କାରଣ ପ୍ରତି ମେଡ଼ିକାଲକୁ ଯାଇକି ବୁଲାବୁଲି କରେ। ଆଉ ଯେଉଁଠି ଦେଖେ ଅସୁବିଧା ସୁବିଧା ଲୋକଙ୍କୁ ସାହାଯ୍ୟ କରେ। ବାଟରେ ଘାଟରେ ଯିଏ ଯାଉଥିବ ତାକୁ ସେ ଅସୁବିଧାରେ ପଡ଼ୁଥିବ ତାକୁ ମୁଁ ନେଇକି ଠିକ୍ ଜାଗାରେ ପହଞ୍ଚେଇବି, ମେଡ଼ିକାଲ ନେଇକି ପହଞ୍ଚେଇବି ଲୋକଙ୍କୁ। ମୁଁ ଏଇଟା ଜାଣିପାରେନି କାହିଁକି, ମୋର ପିଲାଦିନ ଏଇଟା ମୋର ସ୍ୱଭାବ। ଏଇଟା ସବୁଦିନ ପାଇଁ ଏଇଟା ସବୁଦିନ। ଏଇଠି ମୁଁ ଟେଲିଫୋନ୍ ଡିପାର୍ଟମେଣ୍ଟରେ ଚାକିରି କରିଥିଲି। ଚାକିରି ପିରିୟଡ଼ରେ ବି ସେଇ କାମ ହିଁ ଏଠି କରେ। ବର୍ତ୍ତମାନ ଆପଣ ସର୍ଭିସ୍ କରୁଛନ୍ତି ନା ନାଇଁ, ରିଟାୟାର୍ଡ଼ ହେଲେଣି। 3 ବର୍ଷ ହେଲା ମୁଁ ରିଟାୟାର୍ଡ଼ ହେଲି। ତ ଆପଣ ଟୋଟାଲ୍ ଡୋନେଟ୍ କରିଥିଲେ, ଆପଣ ପୁରା ଶରୀରକୁ ଡୋନେଟ୍ କରିଥିଲେ। ଆଜ୍ଞା ପରେ ଆପଣ ଏଇ ଶରୀର ହଁ, ମେଡ଼ିକାଲରେ ମୁଁ ଡୋନେଟ୍ କରିଦେଇଛି। ଆପଣଙ୍କୁ ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ଯେଉଁ ଆପଣଙ୍କୁ ଆୱାର୍ଡ଼ ଦିଆଗଲା, ଯେଉଁ ମୋହନ ନାୟକଙ୍କର, ଯିଏକି ପ୍ରଥମ ଥର ଆପଣଙ୍କୁ ଆୱାର୍ଡ଼ ଦେଲେ ସେମାନେ, ତ ଆପଣଙ୍କୁ କ'ଣ ଦେଖିକି ସେମାନେ ଆୱାର୍ଡ଼ ଦେଲେ?
ମୋର ଏଇ ଭଲ କାମ କରିଥିବାରୁ ଏଇସବୁ କାମ କରିଥିବାରୁ ସେମାନେ ଦେଇଛନ୍ତି ଆୱାର୍ଡ଼। ଧନ୍ୟବାଦ। ଥ୍ୟାଙ୍କ ୟୁ ଧନ୍ୟବାଦ। କି ଆମର ଏଇ ଦଳିତ କଥା ତ ଲେଖା ହେଇଛି, କିନ୍ତୁ ଇଏ ହେଉଛି ଅନୁସୂଚିତ ଜାତି, ଜନଜାତି ଜାତି ଜାତି ବହୁ ସମସ୍ୟା ଆଙ୍କର ଅଛି। ତେଣୁ ସେଇ ଦୃଷ୍ଟିରୁ ବର୍ତ୍ତମାନ ଆମର ଏକାଠି ହେବାର କାରଣ ହେଉଛି ଯେ ଜନଜାତି ମାନେ ଏକାଠି ହେବାର ଉଦ୍ୟମ କରିଥିଲୁ ଏବଂ ଆମେ ଅନୁସୂଚିତ ଜାତି କେମିତି ଏକାଠି ହେବା, ଯାହାର ବର୍ତ୍ତମାନ ମୁଖ୍ୟ ସୂତ୍ରଧର ହେଉଛନ୍ତି ଆମର ଏଇ ମେହେନ୍ତର ସମାଜ। ଏମାନେ ମଧ୍ୟ ଶାରୀରିକ ଦୃଷ୍ଟିରୁ ଫିଟ୍ ପୁରାପୁରି, ଏବଂ ଏଇଥିପାଇଁ ଭାରତ ବର୍ଷରେ ଇଂରେଜ ସରକାର ସେତେବେଳେ ଯେହେତୁ ଯେଉଁମାନେ ସୈନିକ ହେବେ ବା ସମାଜକୁ ସାହାଯ୍ୟ କରିବେ, ରକ୍ଷା କରିବେ, ସେମାନେ ଫିଜିକାଲି ଠିକ୍ ଫିଟ୍ ହେବା କଥା। ତେଣୁ ମାହାର ରେଜିମେଣ୍ଟ ଭାରତ ବର୍ଷରେ ହେଇଥିଲା। ଆଜି ଆମର ଏଇ ଭାଇମାନେ ଯେ ବାବା ସାହେବଙ୍କର ଯେଉଁ ସ୍ମୃତି ମନେ ରଖିବା ପାଇଁ ମାହାର ରେଜିମେଣ୍ଟ ପ୍ରକୃତରେ ସେତେବେଳେ ଯେଉଁ ଥିଲା ଭାରତ ବର୍ଷରେ ମାହାର ରେଜିମେଣ୍ଟ କରାହେଇଥିଲା, ସେମାନେ 500 ସୈନିକ ଭାରତ ବର୍ଷର 30,000 ସୈନିକକୁ ପରାହତ କରିଥିଲେ। ଏବଂ ସେଇ ଦୃଷ୍ଟିରୁ ଏଇ ସମାଜ ଯଦି ଜାଗୃତ ହେବ, ପ୍ରକୃତରେ କେମିତି ଭାବରେ ଯେଉଁମାନେ ଅତ୍ୟାଚାର କରୁଛି, ଅନ୍ୟାୟ କରୁଛି, ସବୁଠୁ ତାଙ୍କର ଅଧିକାର ସାମ୍ବିଧାନିକ ବଞ୍ଚିତ କରୁଛନ୍ତି, ସେମାନେ ଭୟଭୀତ ହେବେ। ତେଣୁ ବାବା ସାହେବ ସେଇଥିପାଇଁ ସେତେବେଳେ ଯେଉଁ ସମତା ସୈନିକ ଦଳ କରିଥିଲେ, ତାମାନେ ସେଇଟା ଗୋଟେ ରେଜିମେଣ୍ଟ ସୈନ୍ୟ ଦଳ। ତେଣୁ ବାବା ସାହେବ କାହା ବିରୁଦ୍ଧରେ ସୈନ୍ୟ ଦଳ କରିଥିଲେ? ଯେଉଁମାନେ ଶୋଷଣକାରୀ ବିରୁଦ୍ଧରେ, ଅତ୍ୟାଚାରୀଙ୍କ ବିରୁଦ୍ଧରେ ଏକ ସମତା ସୈନିକ ଦଳ ଅର୍ଥାৎ ଗୋଟେ ରେଜିମେଣ୍ଟ ତିଆରି କରିଥିଲେ। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ କେମିତି ସବୁ ଏକାଠି ହେଉ ବୋଲି ସେ ଯେଉଁ ବ୍ୟବସ୍ଥାକୁ ଆମେ ବିରୋଧ କରୁଛୁ, ସେଇ ମନୁବାଦୀ ବା ବ୍ରାହ୍ମଣବାଦୀ ବ୍ୟବସ୍ଥାକୁ, ସେଇ ବ୍ୟବସ୍ଥାକୁ ବିରୋଧ କରିବା ପାଇଁ ସେ ଗୋଟେ ସଂଗଠନ ଶେଷ ମୁହୂର୍ତ୍ତରେ କଲେ ଯେ ଭାରତ ବର୍ଷର ସମ୍ବିଧାନ ମୁଁ ବୁଦ୍ଧଙ୍କ ବିଚାରକୁ ନେଇକରି ଭାରତ ବର୍ଷର ସମ୍ବିଧାନ ରଚନା କରିଛି। ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ନବନିର୍ବାଚିତ ଅଧ୍ୟକ୍ଷ। ଆଜି ଥିଲା 14ତମ ସାଧାରଣ ବାର୍ଷିକ ଅଧିବେଶନ। ଏଥିରେ ଆଜକୁ ଦୀର୍ଘ 14 ବର୍ଷ ହେଲା ଆମର ଏ କାର୍ଯ୍ୟକ୍ରମ ଜାରି ରହିଛି। ଆଗାମୀ ଦିନରେ ଆମ ଦଳିତ ସମାଜକୁ ଏକତ୍ରିତ କରି ସରକାରଙ୍କର ଆଡ଼ୁଆଳରେ ଥିବା କାର୍ଯ୍ୟକ୍ରମ ଯାହାକି ଆମ ସମାଜ ସେଥିରୁ ବଞ୍ଚିତ ଅଛି, ତାକୁ ଗୋଟେ ଉଗ୍ର ରୂପ ଆକାରରେ, ଗୋଟେ ଜନ ଆନ୍ଦୋଳନ ଆକାରରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବୁ। ଯଦି ଆମର ଦାବି ସେମାନେ କାର୍ଯ୍ୟକାରୀ ନ କରନ୍ତି ତାହେଲେ ବିରାଟ ଗୋଟେ ଉଗ୍ର ରୂପ ଧାରଣ କରିବୁ। ଗଞ୍ଜାମ ଜିଲ୍ଲାର ଗୋଟେ ଦୁର୍ଗ ଥିଲା, ଯେଉଁଟାକି ପଦ୍ମଶ୍ରୀ ମୋହନ ନାୟକ, ସେ ଜଣେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ମୋହନ ନାୟକ। ତାଙ୍କର ଦାୟିତ୍ୱ
तांकर आशीर्वाद रे आज गंजाम जिला को आमको अध्यक्ष दायित्व अर्पण करा जायछि। यथाशीघ्र आम चेष्टा जारी रखिबो। आगामी दिन में आमर जे साधारण संपादक अशोक कुमार नायक नेतृत्व में 30टा जिले में आमर कार्यक्रम आम जारी रखा चेष्टा करूँ। समाज कल्याण परिषद ये आज साधारण बैठक नुह प्रति वर्ष पर ए वर्ष 14तम अधिवेशन था परिषदर। प्रति वर्ष कार्यक्रम टी हुए पूर्व जो कार्यक्रम गुड़िक ब्लड डोनेशन कैंप कर आंतजिला क्रिकेट टूर्नामेंट कर जो प्रकार सब इवेंट्स होता है तार जो प्रतियोगितार प्राइज देवाई और आम भर गोटा एकतार प्रतीक स्वरूप प्रति वर्ष ये वार्षिकोत्सव के पालन कर आमर बहुत समस्या अच्छी मेहनतर मानकर जो समस्या नहीं विगत दिन में आम गत 20 तारीख में आम राजरास्ता को ओह्लू जातिगत प्रमाण पत्र समस्या रही अन्य प्रकार बहुत असुविधा रही जो गुड़िक कि आम राजरास्ता को आने आम नवनिर्वाचित अध्यक्ष ठीक आगुरी कही जाइछन्ति जदि एगुड़िक ग्रहण कर सरकार टालटुक नीति अवलंबन करती ताले निश्चित भाव में जो आंदोलन दुर्बार आंदोलन ये उग्र रूप धारण कर राजरास्ता जो राली सहर सबर इश्यूटा से राज्य सरकार केन्द्र को पठे अनुमोदन नहीं पड़ी आमर जो मेहतर इश्यूटा से 2014 रु केन्द्र सरकार राज्य को पठे गोटे भाषागत त्रुटि जहाँकि राज्य सरकार समाधान संशोधन कर क्षमता राज्य सरकार पाखे रही तेणु राज्य सरकार से कथा नक आज पर्यटन से पकई रखिंट गोटे दुखर कथा आम निकट में रूपारोशन साहू जी प्रिंसिपाल सेक्रेटरी अच्छा साक्षात करूँ से खूब शीघ्र यार समाधान करा निश्चित भाव में बाट बाहर करेंगे जब न करते कौन कमिटी बस निष्पत्ति ब्यूरो रिपोर्ट नाउ ओडिशा न्यूज। लेटेस्ट न्यूज अपडेट पाई www.nowodisha.com को लॉगिन करंतु।